हरि ओं श्री गणेशाय नमः। नारायण नमस्कृत्यं नारा चाप्य नरोत्तमं देवी सरस्वती व्यासं ततदयामुदीरयति। वेदे रामायणे च पुराणे भारते तथा आदं चन्दे च मध्ये च हरे सर्वत्र गायते। जंसो वयं समुपासते शिव इति ब्रह्मेति वेदान्तिनो बोधा बोधा इति प्रमाण षटक वर्वेदिनयायुका अर्नित्यर्थ जैन शासनरोधः कर्मेति मामसकं स्वयं विदधातु वञ्चितबलं त्रैलोकनाथ हरिं। जय श्री कृष्ण गोविंद हरि मुरारी नाथ नारायण वासुदेव। मान्यवर समस्त पंडित मंडली आध्यात्मिक बंधु एवं ब्राह्मण गुरु मातृशक्ति माँ मान को मोर अनंत कोटि प्रणाम। आया आज आम आलोचना रखा जे गोमाता किए, ये गोमाता किभଳି भावे पृथ्वी पृष्ठ को आसिले और किभଳି भावे तांकर जन्म वृत्तांत। जय श्री कृष्ण। आज्ञा भरत नामरू ये भारत सृष्टि होइछे। आज्ञा पंडित मंडली ए भरत राजार पुआ होचे सुरथ महाराज। दिने मार्केंड मुनि को पचारुछंदी, हे मुनिश्रेष्ठ आपण मते कहंतु ए मर्तपुर रे मानव माने काहेके गोमाता को गोरु माननको श्रेष्ठ मातार मान्यता देइछंती ओ गोमाता को देवी रूपे काहेकी पूजा करा जाउछि। ए कथा सुरथ महाराज पचारुछंदी मार्केंड मुनि को। तेबे मार्केंड मुनि आज्ञा कहउछंती ए गोमाता किए ओ किपरि से पृथ्वी पृष्ठ रे जन्म लेली। आज्ञा वयसुत मनंकर भोग बा काल सरीजिवा परे जे महाप्रलय आज्ञा सृष्टि हैला। तेबे ए महाप्रलय जेतेबेले सृष्टि होइछे तेबे आमर शास्त्र आज्ञा प्रमाण करुछंदी। आज्ञा मार्केंड पुराण आज्ञा मो कहूने शास्त्र प्रमाण करुछि। ए प्रलय होइला भवसुतु मानुआन्ते अनेक कालर कथा जुग समापते। आषाढ़ शुक्ल त्रयोदशी दिवसारे कोकोड़ा संक्रांति रे बृहस्पतिवारे से दिन जलने दे घोटिला जगते अशेष कोटि ब्रह्मांड सबु हेलादे। आया मार्कंड मुनि आज्ञा जेतले प्रलय जेतेबेले ये विश्व रे आज्ञा प्रलय जल्दी हो गला सेतिकी बेले आज्ञा मार्कंड मुनि जे ये दृश्य को आज्ञा देखिचंती। आओ तेबे सुरथ राजा को आज्ञा बुझाउचंती। मान्यवर पंडित मंडली यही दिन में जितेबेले ये विश्व रे प्रलय हला चारिआडे खाली जलमय सुर नर दैत्य नाग लोक समस्त संसार जीव जगत नष्ट हो गले। तेबे जेतेबेले समस्त जीव जगत नष्ट हो गले नाश हो गले केवल एक कथा एकमात्र जड़े रहा से होचंती किए
ନା ଏ ସୃଷ୍ଟିକି ଯିଏ ଆଜ୍ଞା ତିଆରି କରେ ଆଉ ଏ ସୃଷ୍ଟି ଯାହାର ଶରୀରରେ ପୁନର୍ବାର ଲୀନ ହୋଇଯାଏ ସେ ନିରାକାର ପରମ ବ୍ରହ୍ମ ତାଙ୍କର କ୍ଷୟ ହୁଏନି। ଯଦି ତାଙ୍କର ଆଜ୍ଞା କ୍ଷୟ ହୋଇଯିବ ତେବେ ସୃଷ୍ଟି କିପରି ଆଜ୍ଞା ତିଆରି ହେବ? ତେଣୁ ସେ ନିରାକାର ପରମ ବ୍ରହ୍ମ ଏକମାତ୍ର ପ୍ରଳୟର ଉତ୍ପତ୍ତିର କାରଣ। ଏଠି କ'ଣ ହେଇଛି ଆଜ୍ଞା? ନା ପ୍ରଳୟ ହୋଇଛି ଆଉ ପ୍ରଳୟ ଜଳଧିରେ ଅନାଦି ପରମ ବ୍ରହ୍ମ ପୁରୁଷ ବଟପତ୍ର ଉପରେ ଚାଖଣ୍ଡେଙ୍କ ଲମ୍ବରେ ପ୍ରଭୁ ମହାଯୋଗ ନିଦ୍ରାରେ ଶୋଇଯାଇଛନ୍ତି। କେତେ ସୁନ୍ଦର କଥା ଆଜ୍ଞା, ଶ୍ରବଣ କରନ୍ତୁ ସମସ୍ତ ମା ମାନେ, ପଣ୍ଡିତ ବନ୍ଧୁ। ମା ଯୋଗମାୟା ଅଷ୍ଟାଙ୍ଗୀ ଦୁର୍ଗା ଯଗ୍ନି ରୂପକୁ ଧାରଣ କରି ତାଙ୍କର କାୟାକୁ ବିସ୍ତାରିଲେ। କିଭଳି ରୂପେ ଶୂନ୍ୟରେ ତାଙ୍କର ଲାବଣ୍ୟ ସ୍ୱରୂପକୁ ଏଭଳି ଭାବେ ଶୂନ୍ୟରେ ତାଙ୍କର ଲାବଣ୍ୟ ରୂପକୁ ବିସ୍ତାର କରିଲେ ଯେ ତାଙ୍କର ତେଜିୟାନ ଜ୍ୟୋତି ନିରଞ୍ଜନ ପୁରୁଷଙ୍କ ଉପରେ ଆଜ୍ଞା ପଡ଼ିଲା। ତେବେ ପ୍ରଭୁ ତ ଆଜ୍ଞା ଯୋଗ ନିଦ୍ରାରେ ଶୋଇଛନ୍ତି। ଏଠି କ'ଣ ହେଇଛି ଆଜ୍ଞା ସର୍ଜନ ମଣ୍ଡଳୀ? ମା ଯୋଗମାୟାଙ୍କର ଜ୍ୟୋତି ଯେତେବେଳେ ପ୍ରଭୁଙ୍କର ଅଙ୍ଗରେ ପଡ଼ିଛି ପ୍ରଭୁଙ୍କର ଶରୀରରୁ କିଛି ଶ୍ରୀ ଅଙ୍ଗରୁ ବହୁ ବୀର୍ଯ୍ୟ ଖସି ଜଳରେ ଭାସିଲା। ଆଜ୍ଞା ମାନବକୁ ଯେ ପର୍ଯ୍ୟନ୍ତ କାମ ବାଧା ନ ହୁଏ ସେ ପର୍ଯ୍ୟନ୍ତ ଅଙ୍ଗରୁ ବୀର୍ଯ୍ୟ ଖସେ ନାହିଁ। ଏ କଥା ଆପଣମାନେ ସମସ୍ତେ ଆଜ୍ଞା ଜାଣିଛନ୍ତି। ଈଶ୍ୱରଙ୍କର ସୃଷ୍ଟି ବଡ଼ ବିଚିତ୍ର ଲୀଳା ଆଜ୍ଞା। ତେଣୁ ଏଇଠି କ'ଣ ହେଇଛି? ପ୍ରଭୁଙ୍କର ଯେତେବେଳେ କାମ ବାଧା ହୋଇଛି ତାଙ୍କ ଶ୍ରୀଅଙ୍ଗରୁ ବୀର୍ଯ୍ୟ ଖସି ପ୍ରଳୟ ଜଳରେ ଭାସିବାକୁ ଲାଗିଲା। ପ୍ରତ୍ୟୁଷ ସମୟରେ ଆଜ୍ଞା ବ୍ରହ୍ମ ସମୟରେ ଅନାଦି ପୁରୁଷ ଚିନ୍ତା କଲି କ'ଣ କରିବେ? ଏ ତ ଅଗ୍ନି ଜଳ କେଉଁଥିରେ ନଷ୍ଟ ହେବ ନାହିଁ। ସେଇ ବୀର୍ଯ୍ୟକୁ ଆଦିମାତାଙ୍କୁ ପାନ କରାଇବାକୁ ଦେଲେ। ଆଜ୍ଞା ତାଙ୍କଠାରୁ 3ଟି ସନ୍ତାନ ସୃଷ୍ଟି ହେଲେ ଓ ସେ ଶୂନ୍ୟରେ ରହିଲେ। ତେବେ ସେଇ 3 ପୁତ୍ର କିଏ ଆଜ୍ଞା? ନା ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର। ଏ ଯେଉଁ 3 ପୁତ୍ର ଜନ୍ମ ନେଲେ ତାଙ୍କୁ ଆଦିମାତା ଆଦେଶ ଦେଲେ ତୁମେ ମାନେ ନୂତନ ପୃଥିବୀ ଯାଇ ନିର୍ମାଣ କର। ମାତାଙ୍କର ଆଜ୍ଞା ପାଇ 3 ପୁତ୍ର ଯାକ ଚାଲିଲେ ଆଜ୍ଞା ଏ ନୂତନ ପୃଥିବୀକି ନିର୍ମାଣ କରିବା ପାଇଁ। କେତେ ସୁନ୍ଦର କଥା ଆଜ୍ଞା। ତେବେ ଆଜ୍ଞା 14 ବ୍ରହ୍ମାଣ୍ଡରେ ସମସ୍ତ ଜୀବ ଜଗତକୁ ନିର୍ମାଣ କଲେ। ତାପରେ ମା ଯୋଗମାୟା ଦେବୀଙ୍କୁ କହିଲେ, ଆଦି ପିତା ପିଲାମାନଙ୍କୁ ସୃଷ୍ଟି ପାଇଁ କହିଲ, ତେବେ ଯାଅ ଦେଖ ସେମାନେ ମେଦିନୀକୁ ସୃଷ୍ଟି କଲେ କି ନାହିଁ। ପିତାଙ୍କର ଆଦେଶରେ ଆଜ୍ଞା ଦେବୀ ଚାଲିଲେ। ନାନା ଅଳଙ୍କାରରେ ଭୂଷିତ ହୋଇ ଦେବୀ ପିଲାମାନଙ୍କ ପାଖକୁ ଗଲେ। ତେବେ ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱରଙ୍କ ପାଖରେ ଯାଇକି ପହଞ୍ଚି ଯାଇଛନ୍ତି। ବ୍ରହ୍ମା ବିଷ୍ଣୁ ଯେତେବେଳେ ମାତାଙ୍କୁ ଦେଖିଲେ ଯାଇ ମଥା ଲଗାଇ ମାତାଙ୍କୁ ପ୍ରଣାମ କଲେ। କିନ୍ତୁ ଯୋଗେଶ୍ୱର ଶିବ ମାତାଙ୍କର ସୁନ୍ଦର ଲାବଣ୍ୟ ରୂପକୁ ଦେଖି ଆଉ ପ୍ରଣାମ ନ କରି କ'ଣ କଲେ? ତାଙ୍କର ଶରୀରରୁ ପଞ୍ଚ ପ୍ରାଣ କାମ ବାଣ ସୃଷ୍ଟି ହେଲା। ସଙ୍ଗେ ସଙ୍ଗେ ଲଜ୍ଜା ଓ ଭୟକୁ ଖାତିର ନ କରି ମାତାଙ୍କୁ କୋଳରେ ବସାଇଲେ। କିନ୍ତୁ ଏ କଥାକୁ ଦେଖୁଥାନ୍ତି 2 ପୁତ୍ର ବ୍ରହ୍ମା ଆଉ ବିଷ୍ଣୁ। ଏଇଠି ଆଜ୍ଞା ଈଶ୍ୱର ଓ ଈଶ୍ୱରୀଙ୍କର ପ୍ରେମର ନାଟକ ଚାଲିଛି ଆଜ୍ଞା। ପ୍ରେମ ହୋଇଛି ଆଜ୍ଞା। ଏ ସବୁକୁ ବିଷ୍ଣୁ ଆଉ ବିଧାତା ପୁରୁଷ ଦେଖି ଆଦିମାତାଙ୍କୁ ବହୁ ଭର୍ଚ୍ଛନା କଲେ ଓ ଯାଇ ଅନାଦି ପିତାଙ୍କ ନିକଟରେ କହିଲେ ଯେ ପିତା ମାତାଙ୍କ ସହିତ ଶିବ ରତି କ୍ରୀଡ଼ା କଲା। ଆମ୍ଭେ ମାତାଙ୍କୁ କହିଲୁ, ମାତା ତୁମେ ଯେଉଁ ସନ୍ତାନକୁ ଯେଉଁ ଯୋନିରୁ ଜନ୍ମ ଦେଇଛ ପୁଣି ସେ ଜନ୍ମିତ ସନ୍ତାନ ସହିତ ରତି କ୍ରୀଡ଼ା କରୁଛ। ଆଜ୍ଞା ବହୁ ଲଜ୍ଜା ପାଇଲୁ ଆଉ ଓ ମାତା ଆମ୍ଭମାନଙ୍କୁ ଅନେକ ଅଭିଶାପ ଦେଲେ। ତେବେ ସେ ଅଭିଶାପ ତ ପାଇଛନ୍ତି ଆଜ୍ଞା। ଆମେ ଆସନ୍ତାକାଲି କ'ଣ କ'ଣ ମାତା ଅଭିଶାପ ଦେଇଛନ୍ତି ଆମେ ବର୍ଣ୍ଣନା କରିବା। ତେଣୁ ତତ୍କ୍ଷଣାତ୍ ଆଦିମାତାଙ୍କୁ ଅଭିଶାପ ଦେଲେ। ପାପିନୀ କିଏ ଦେଉଛନ୍ତି ଅଭିଶାପ? ନା ଆଦି ପିତା ଆଜ୍ଞା ଅଭିଶାପ ଦେଉଛନ୍ତି ଆଦିମାତାକୁ। ପାପିନୀ ତୁ ପଶୁ ଭଳି କାର୍ଯ୍ୟ କଲୁ। ପଶୁର ଜ୍ଞାନ ନଥିବାରୁ ସେମାନେ ଅନେକ ଭୁଲ କାମ କରି ଚାଲନ୍ତି। ତୁ ପଶୁ ଭଳି କାର୍ଯ୍ୟ କରିଥିବାରୁ ମୁଁ ତୋତେ ଅଭିଶାପ ଦେଉଛି। ତୁ ପୃଥିବୀ ପୃଷ୍ଠରେ ଗୁରୁ ହୋଇ ଜନ୍ମ ନେବୁ। ସେଇଦିନ ଠାରୁ ଆଦିମାତା ଆଜ୍ଞା ଏ ମର୍ତ୍ତପୁରରେ ପୃଥିବୀ ପୃଷ୍ଠରେ
ଗୋମାତା ହୋଇ ଜନ୍ମ ନେଇଛନ୍ତି। ଆଜ୍ଞା ସର୍ଜନ ମଣ୍ଡଳୀ ଏଇ ଗୋମାତାଙ୍କ ଶରୀରରେ ଆଜ୍ଞା ହେଉଛି ସମସ୍ତ ଋଷି ଦେବତାମାନେ ଆବିର୍ଭୂତ ହୋଇଛନ୍ତି। ଆଉ କାହିଁକି କେଉଁ କାରଣରୁ ତେବେ ଗୋମାତାକୁ ଆମେ ଶ୍ରେଷ୍ଠ ମାତା ବୋଲି ମାନ୍ୟତା ଦେଇଛନ୍ତି। ତେବେ ଆମେ ଆସନ୍ତାକାଲି ଆଲୋଚନା ରଖିବା। ଜୟ ଶ୍ରୀକୃଷ୍ଣ ଗୋବିନ୍ଦ ହରି ମୁରାରୀ ହେ ନାଥ ନାରାୟଣ ବାସୁଦେବ ଗୋପାଳ ନରୋତ୍ତମ ଆପଣମାନଙ୍କୁ ଅଭିନନ୍ଦନ ସହିତ ଜ୍ୟେଷ୍ଠ ଶ୍ରେଷ୍ଠ ଗୁରୁମାନଙ୍କୁ ମଥାଲୋଟା ପ୍ରଣାମ କରୁଛି।